କିନ୍ତୁ ବର୍ତ୍ତମାନ ତ ସଡ଼କ ସୁରକ୍ଷା ମାସ ଚାଲି ରହିଛି ଏବଂ ଆପଣ ଦେଖୁଥିବେ ପ୍ରତିବର୍ଷ କିପରି ଭାବରେ ପ୍ରତିଦିନ ମଧ୍ୟ ଲୋକଙ୍କର ଅସାବଧାନତା କାରଣରୁ କିମ୍ବା ଟ୍ରାଫିକ ରୁଲ ନ ମାନିବା କାରଣରୁ ବା ହେଲମେଟ ନ ପିନ୍ଧିବା କାରଣରୁ ବା ମଦ୍ୟପାନ କରିକି ଗାଡ଼ି ଚଲେଇବା ସମୟରେ ଅନେକ ପ୍ରକାର ଦୁର୍ଘଟଣା ଘଟୁଛି, ଲୋକଙ୍କ ଜୀବନ ହାନି ପ୍ରାଣହାନି ଘଟୁଛି ଏବଂ ବହୁତ ଧନ ସମ୍ପତ୍ତିର ଧନ ସମ୍ପତ୍ତି ନଷ୍ଟ ହେଉଛି। ସେଥିପାଇଁ ଆମେ ଏଇ ପରିପ୍ରେକ୍ଷୀରେ ଆଜି ଏକ ପ୍ରୟାସ ଆରମ୍ଭ କରିଛୁ। ଆମର ଯୋଉ କଲ୍ୟାଣ ଅଭିଯାନ ଏବଂ ବିଜେପି ଜର୍ଣ୍ଣାଲିଜିମ ମାସ କମ୍ୟୁନିକେସନ ଏବଂ ତରଫରୁ ଏବଂ ଦ ଖାରବେଳ ସଂଗଠନ ମିଳିତ ଆନୁକୂଲ୍ୟରେ ଆଜି ଆମେ ଏଇ ଟ୍ରାଫିକ ପୋଷ୍ଟ ଏବଂ ଟ୍ରାଫିକ ପୋଷ୍ଟ ନିକଟରେ ଥିବା ଯୋଉମାନେ ଯାତ୍ରୀମାନେ ଯାନବାହନ ଚଳାଚଳ କରୁଛନ୍ତି, ଯୋଉମାନେ ଜନସାଧାରଣ ମାନଙ୍କୁ ସଚେତନ କରାଇବୁ ଏବଂ ଆମେ ତାଙ୍କ ପାଖକୁ ଯିବୁ, ତାଙ୍କୁ ଟ୍ରାଫିକ ରୁଲ ବିଷୟରେ ସମ୍ବନ୍ଧରେ ଆହୁରି ଭଲସେ ଅବଗତ କରାଇବୁ ଏବଂ ତାଙ୍କୁ ଯଥାର୍ଥ ଭାବେ ବୁଝାଇବୁ ଯେ ଟ୍ରାଫିକ ରୁଲ ପାଳନ କରିବା ସହିତ ତା ସହିତ ଆମେ ତାଙ୍କୁ ବିଭିନ୍ନ ପ୍ରକାର ଯେମିତିକି ଆପଣ ଦେଖିବେ ଆମେ ତାଙ୍କୁ ଫାଷ୍ଟ ଏଡ୍ କିଟ୍ ମଧ୍ୟ ଦେବୁ ଏବଂ ଆମେ ଚାହୁଁନାହୁଁ କାହାର ଧନହାନି ପ୍ରାଣହାନି ଘଟୁ କିମ୍ବା କିଏ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତୁ, କିନ୍ତୁ ଆମେ ତାଙ୍କୁ ସଚେତନ କରାଇବୁ ଯେ ଆପଣ ଫାଷ୍ଟ ଏଡ୍ କିଟ୍ ରଖନ୍ତୁ। କାହିଁକି ନା ଆପଣ ଯୋଉମାନେ ହେଲମେଟ ପିନ୍ଧୁନାହାନ୍ତି ବା ଆପଣ ଅସାବଧାନତା ହେତୁ କିମ୍ବା ଦ୍ରୁତ ଗତିରେ ଗାଡି ଚଲାଉଛନ୍ତି କିମ୍ବା ଟ୍ରାଫିକ ରୁଲ ପାଳନ କରୁନାହାନ୍ତି, ଆପଣଙ୍କ ଭବିଷ୍ୟତରେ ଏଇଟା ନିଶ୍ଚୟ କାମରେ ଆସିବ। କିନ୍ତୁ ଆମର ଉଦ୍ଦେଶ୍ୟ ନୁହେଁ ଯେ ଆମର କାହାର ଦୁର୍ଘଟଣା ହଉ, କେବଳ ଗୋଟେ ସଚେତନର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆମେ ତାଙ୍କ ପାଖକୁ ଯିବୁ ଏବଂ ଲିଫଲେଟ ମାଧ୍ୟମରେ ହଉ ବା ଆମର ବିଭିନ୍ନ ପ୍ରକାର ଲିଫଲେଟ ମାଧ୍ୟମରେ ହଉ ଏବଂ ଆମ ସଦସ୍ୟମାନେ ତାଙ୍କୁ ଏହିପରି ଭାବରେ ତାଙ୍କୁ ସନ୍ଦେଶ ପହଞ୍ଚାଇବେ ଏବଂ ସତର୍କ କରାଇବେ। ମୁଁ ଗୋଟେ ଯୁବକ ହିସାବରେ ଏବଂ ଗତକାଲି ମଧ୍ୟ ଜାତୀୟ ଯୁବ ଦିବସ ଗଲା, ଆମେ ଗୋଟେ ଯୁବ ହିସାବରେ ପ୍ରଥମେ ହଉଛି ଆମେ ବଞ୍ଚିଲେ ଦେଶ ବଞ୍ଚିବା ଆମକୁ ଏବଂ ଭାରତ ଗୋଟେ ଜାଣିଥିବ ଯୁବ ହିନ୍ଦୀରେ ଯଦି କହିବା ଇଣ୍ଡିଆ ଭାରତ ଏକ ଯୁବ ଆବାଦୀ ବାଲା ଦେଶ। ତେଣୁକରି ପ୍ରତ୍ୟେକ ଦିନ ଆପଣ ଦେଖୁଥିବେ ଅସାବଧାନତା କାରଣରୁ ହଉ ବା ମଦ୍ୟପାନ କରିକି ହଉ, ନିଶା ସେବନ କରିକି ହଉ କିମ୍ବା ଟ୍ରାଫିକ ରୁଲ ନ ମାନିକି ହଉ, ଫୋନରେ କଥା ହେଇକି ହଉ, ଏବଂ ଦେଖୁଥିବେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ତାହେଲେ ଆପଣ ଦେଖୁଥିବେ କୋଉ ଭଳି ଭାବରେ ଜୀବନ ହାନି ଘଟୁଛି। ଛୋଟ ଛୋଟ ଶିଶୁମାନେ ମଧ୍ୟ ସେଇ ମାନେ ଏଇ ଦୁର୍ଘଟଣାର କୌଣସି ନା ବୟସ ନାହିଁ କି ଜାତି ନାହିଁ କି ଧର୍ମ ନାହିଁ କି କିଛି ନାହିଁ, ମାନେ ସମସ୍ତେ ଏହାର ସମ୍ମୁଖୀନ ହଉଛନ୍ତି। କଣ ପାଇଁ? ଟିକେ ଯଦି ଆମେ ସାବଧାନତା ଅବଲମ୍ବନ କରିବା, ଟ୍ରାଫିକ ରୁଲ ଫଲୋ କରିବା କିମ୍ବା ଗାଡି ଚଲେଇଲା ବେଳେ ଅନ୍ୟମନସ୍କ ହବାନି, ଗାଡିର ବେଗକୁ ଦ୍ରୁତ ଗତି ରଖିବାନି, ତା ଦ୍ୱାରା ଆମେ ଜୀବନ ହାନି ପ୍ରାଣହାନି ଏବଂ ସମ୍ପତ୍ତି ଯୋଉ ନଷ୍ଟ ହଉଛି ତାକୁ ନିଶ୍ଚୟ ରୋକିପାରିବା। ତେଣୁ ମୋର ସମସ୍ତଙ୍କ ସନ୍ଦେଶ ଆମେ ଦ୍ରୁତ ଗତିରେ ଗାଡି ଚଲେଇବା ନାହିଁ, ହେଲମେଟ ସବୁବେଳେ ବ୍ୟବହାର କରିବା, କାର ଚଲାଉଥିଲେ ସିଟ ବେଲ୍ଟ ବ୍ୟବହାର କରିବା, ଫୋନ ଗାଡି ଚଲାଇଲେ ୟୁଜ କରିବା ନାହିଁ, ଆଲକୋହଲ କିମ୍ବା କୌଣସି ନିଶା ଦ୍ରବ୍ୟ ନ ଗ୍ରହଣ କରି ଆମେ ଗାଡି ଚଲାଇବା। ତା ଦ୍ୱାରା ଆମେ ମଧ୍ୟ ନିଜେ ରକ୍ଷା ପାଇପାରିବା ଏବଂ ସମାଜକୁ ରକ୍ଷା କରିପାରିବା। ସବୁ ଯେକୌଣସି ଅସୁବିଧା ହୁଏ କି ଯେକୌଣସି ପ୍ରୋବ୍ଲେମ ହୁଏ ତା ପୂର୍ବରୁ ସମସ୍ତଙ୍କୁ ଆୱାରନେସ୍ ଟା ମଷ୍ଟ। କାରଣ ଯଦି ଜଣେ ଆୱାରନେସ୍ ହଉଛି, ଜଣେ ଜାଣୁଛି କି ମତେ କଣ କରିବା ଦରକାର, କଣ ନ କରିବା ଦରକାର, ନିୟମ ମାନିବା ଦରକାର, ତାହେଲେ ଆମେ ଯେକୌଣସି ଦୁର୍ଘଟଣା ହଉ କି ଯାହା ହଉ ତା ଦୂର ଆମେ ରକ୍ଷା ପାଇପାରିବା। ଆମର ମିନିଷ୍ଟ୍ରି ଅଫ୍ ରୋଡ ଟ୍ରାନ୍ସପୋର୍ଟ ଆଣ୍ଡ ହାଇୱେଜ ର ପ୍ରତ୍ୟେକ ବର୍ଷ ଜାନୁଆରୀ 11 ରୁ 17 ପର୍ଯ୍ୟନ୍ତ ଆମର ରୋଡ ସେଫ୍ଟି ୱିକ୍ ବା ରୋଡ ଆୱାରନେସ୍ ୱିକ୍ ଉପରେ ସବୁ ବର୍ଷ ହୁଏ, ଇଣ୍ଡିଆରେ ସବୁ ସ୍ଥାନରେ ହୁଏ। ଆମର ଏଇଟା ଫାଷ୍ଟ ଆମେ ଇନିସିଏଟିଭ ନେଇଛୁ କି ଆମେ ଆଜ ଏ ୟୁଥ୍ ଆମକୁ ବି ଆୱାରନେସ୍ କରିବା ନିହାତି ଦରକାର। ଆପଣ ଦେଖୁଥିବେ ଯେମିତି କହୁଥିଲେ 35 ବର୍ଷରୁ ଅଧିକ ଲୋକ ମାନେ ବେଶୀ ୟୁଥ୍ ହିଁ ଆକ୍ସିଡେଣ୍ଟ ହଉଛି, ସେମିତି ନୁହେଁ। 18 ବର୍ଷରୁ 64 ବର୍ଷ ପର୍ଯ୍ୟନ୍ତ ଲୋକ ମ୍ୟାକ୍ସିମମ୍ ଆକ୍ସିଡେଣ୍ଟରେ ମରୁଛନ୍ତି। ତ ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଆଜ ଏ ୟୁଥ୍ ଆମକୁ ଗୋଟେ ଆୱାରନେସ୍ କ୍ରିଏଟ୍ କରିବାର ଅଛି କି ନିୟମ ମାନି ଯଦି ଚଳିବା ତାହେଲେ ବହୁତ ଧନ ସମ୍ପତ୍ତି ବଞ୍ଚି ପାରିବ ଆଉ ଆମେ ବଞ୍ଚିପାରିବା। ଡବଲ ହେଲମେଟ କମ୍ପଲସରି ଅଛି। ସେମିତି ବହୁତ ସିଟି ଅଛି, ଆପଣ ଯେମିତି କହିଲେ କଟକ ହଉ କି ପୁରୀ ହଉ କି ଅଦର ସିଟିଜ ହଉ, ସବୁଠି ନିୟମଟା ଲାଗୁ କରିବା ନିହାତି ଦରକାର। କାରଣ ଖାଲି ନାହିଁ ଯେ ଭୁବନେଶ୍ୱରରେ ହାଇୱେ ଅଛି ଆକ୍ସିଡେଣ୍ଟ ହବ ଆଉ ଅଲଗା ଜାଗାରେ ଆକ୍ସିଡେଣ୍ଟ ହବନି। ଏଇଟା ସରକାର ଏଥିପ୍ରତି କଡ଼ା ନିୟମ କରିବା ଦରକାର।